ହ୍ୟାଲୋ ଭାଇ ମାନେ ମୁଇଁ ସମ୍ବଲପୁରିଆ ତମକେ ତମର କ୍ରିକେଟ ସମ୍ବଲପୁରିଆ ଚ୍ୟାନେଲ ଥି ସ୍ୱାଗତ କରୁଛେଁ। ଆରୁ ନୂଆ ବର୍ଷର ବହୁତ ସାରା ବଧାଇ ଦଉଛେଁ ତମକେ ମନକେ ସବୁ। ବଧାଇ ଦେଇ ସାରିଲା ପରେ ଚାଲ 2024ର ପ୍ରଥମ ଭିଡ଼ିଓ ଆମେ ଚାଲୁ କର୍ମା। ଆମର ସେକେଣ୍ଡ ଡେ ଟେଷ୍ଟରେ କାଣା ହେଲା କାଣା ନାହିଁ ଆମର ଫ୍ୟାନ୍ସ ମାନଙ୍କର ତ ମଏ ମଏ କରିଦେଲେ ପୁରା। କେତେବେଳେ ଖୁସି ହମୁ କେତେବେଳେ ଦୁଃଖ ହମୁ କିଛି ଜାନି ନାଇଁ ହେଲା। ହେଲେ କାଲି ସିରାଜ ଯେନ୍ ମାନେ କରିଛନ୍ ବୋଲିଂ ୱା 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 ଜବରଦସ୍ତ ଜବରଦସ୍ତ ତାଲି 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 ତାଲି। ହେଲେ ତାପରେ ଆମର ଯେନ୍ ବ୍ୟାଟ୍ସମ୍ୟାନ୍ ମାନେ ଆଇଲେ ଆମର ଶ୍ରେୟସ ଅୟ୍ୟର ଗିଲ୍ ମାନେ ଦିଲ୍ ଦୁଖେଇ ଦେଇଛନ୍ ରେ ଭାଇ ଦିଲ୍ ଦୁଖେଇ ଦେଇଛନ୍ ମାନେ ଆସିକରି ଭାଗିଛନ୍ ଖାଲି ଆସିକରି ଭାଗିଛନ୍ ମାନେ କିଛି କାମକେ ନେଇ। ସାଉଥ ଆଫ୍ରିକା ବାଲେ କାଲି ମାନେ ପ୍ରଥମ ଫାର୍ଷ୍ଟ ସେସନ୍ରୁ ମାନେ ଦବଦବା ବନେଇ ଦେଇଥିଲେ ଆମର ଇଣ୍ଡିଆ ବାଲେ। ସେ ଭିତରେ ସିରାଜ କାଲି 6 ୱିକେଟ୍ ନେଇଥିଲେ। ତ ଚାଲ ଆମେ ଆଗ୍କେ କଥା ହେମା କି କାଲି ସ୍କୋର ବୋର୍ଡ଼ କେନ୍ତା ହେଇଥିଲା କାଣା ସେ ବିଷୟରେ ଟିକେ କଥା ହେମା। ତ ସବୁବେଳର ଭଳିଆ କାଲି ବି ଟସ୍ ଷ୍ଟାର୍ଟ ହେଲା ହେଲେ ପଛ ଲାଷ୍ଟ ମ୍ୟାଚ୍ ଭଳିଆ କାଲି ବି ମାନେ ଟସ୍ ହାରିଗଲେ ଆମର ରୋହିତ ଦାଦା। ଟସ୍ ହାରିଲା ପରେ ମାନେ ଟିମ୍ ଡିକ୍ଲେୟାର ହେଲା ଟସ୍ ହାରିଲା ପରେ ଆମର ସାଉଥ ଆଫ୍ରିକା ବାଲେ ଟସ୍ ଜିତିଲେ ତାଙ୍କର ଆଡ଼ୁ ମାନେ ଟିମ୍ ବାବୁମା ଲାଷ୍ଟ ମ୍ୟାଚ୍ରେ ଇଞ୍ଜୁରୀ ହେଇଥିବା ଲାଗି ସେମାନେ ନାଇଁ ଖେଳିଲେ ତ ମାନେ ତାଙ୍କର କପ୍ତାନୀର ଭାର ଦିଆଗଲା ଡିନ୍ ଏଲଗାରକେ। ଡିନ୍ ଏଲଗାର ଯିଏକି ଇଟା ତାଙ୍କର ଲାଷ୍ଟ ଟେଷ୍ଟ ମ୍ୟାଚ୍ ପରେ ସେମାନେ ରିଟାୟାରମେଣ୍ଟ ଡିକ୍ଲେୟାର କରିଛନ୍। ତ ଟସ୍ ଜିତିଲେ ତାପରେ ଦୁଇ ଲୋକ ଟିମ୍ରେ କିଛି କିଛି ଚେଞ୍ଜେସ୍ କରିଥିଲେ ସେଟା କହିଲେ ମାନେ ସାଉଥ ଆଫ୍ରିକା ତାଙ୍କର ଟିମ୍ ଡିକ୍ଲେୟାର କଲେ ଟିମ୍ରେ କପ୍ତାନ ଥିଲେ ଡିନ୍ ଏଲଗର ତାପରେ ତାଙ୍କର ଆଉ ଗୋଟେ ୱିକେଟ୍ କିପର ଥିଲେ ଆଡନ୍ ମାକ୍ରମ୍ ଟୋନି ଡିଓଜା ଆଉ ନୂଆ ଖେଳୁଥିଲେ ଆମର ଟ୍ରିସନ୍ ଷ୍ଟ୍ରବର୍ଗ। ତାପରେ ଡେଭିଡ୍ ବଗିଂହମ୍ ଯେନ୍ ଗଲା ମ୍ୟାଚ୍ରେ ଯେନ୍ ମାନେ ଡେବ୍ୟୁ କରିଥିଲେ ତାପରେ କେଲ୍ ଭର୍ନିୟର ତାପରେ ମାର୍କୋ ଜେନସନ୍ କେଶବ ମହାରାଜକେ ବି ମ୍ୟାଚ୍ରେ ଖେଳା ଯାଇଥିଲା। କସିଙ୍ଗର ବାଡ଼ ବଳ ତାପରେ ନାନ୍ଦ୍ରେ ବର୍ଗର ତାପରେ ଲୁଙ୍ଗି ଇଙ୍ଗଡ଼ି ଯେନ୍କି ଲାଷ୍ଟ ମ୍ୟାଚ୍ରେ ନାଇଁ ଖେଳିଥିଲେ ସେମାନଙ୍କୁ ବି ଖେଳାଗଲା। ତାପରେ ଇଣ୍ଡିଆ ବି ଆମର ସ୍କ୍ୱାଡ଼ ଡିକ୍ଲେୟାର କଲେ ଆମର ଇଣ୍ଡିଆନ୍ ସ୍କ୍ୱାଡ଼ରେ ଥିଲେ ରୋହିତ ଶର୍ମା କ୍ୟାପ୍ଟେନ୍ ଫାର୍ଷ୍ଟ ଡାଉନରେ ତାପରେ ୟଶସ୍ୱୀ ଜୟସ୍ୱାଲ ମାନେ ଶୁଭମନ ଗିଲ୍ ବିରାଟ କୋହଲି ଶ୍ରେୟସ ଅୟ୍ୟର କେଏଲ୍ ରାହୁଲ ମାନେ ତାପରେ ଆମର ରବିଚନ୍ଦ୍ର ଅଶ୍ୱିନ ଜାଗାରେ ଖେଳା ଯାଇଥିଲା ରବୀନ୍ଦ୍ର ଜାଡ଼େଜାକେ ଯେନ୍ ଗଲା ମ୍ୟାଚ୍ରେ ଇଞ୍ଜୋର୍ଡ ଥିଲେ ଏଇ ମ୍ୟାଚ୍ରେ ମାନେ ଫିଟ୍ ହେଇଗଲେ। ତାପରେ ଜସପ୍ରୀତ ବୁମରା ତାପରେ ମହମ୍ମଦ ସିରାଜ ତାପରେ ପ୍ରସିଦ୍ଧ କ୍ରିଷ୍ଣା ତାପରେ ଶାର୍ଦୁଲ ଠାକୁର ଏତେ କିଛି ମାନେ ଗଲା ମ୍ୟାଚ୍ରେ ପ୍ରଭାବ ନେଇ ପକାଇ ପାରି ସେଥିଲାଗି ସେମାନଙ୍କ ଜାଗାରେ ଖେଳାଗଲା ମୁକେଶ କୁମାରକେ ଯେନ୍କି ମୁକେଶ କୁମାର ମାନେ ଭଲ ପ୍ରଦର୍ଶନ କଲେ ଏଇ ମ୍ୟାଚ୍ରେ। ଇଣ୍ଡିଆକୁ କୁହାଗଲା ଆସ ବୋଲିଂ କର ଆମେ ତମକେ ଧୋଇମୁ ଭାବୁଥିଲେ ସାଉଥ ଆଫ୍ରିକା ବାଲି ଗଲା ଥର ଧୋଇ ଦେଇଥିଲେ କାଣା ସବୁଥର ଧୋଇଦେବ କି କାଣା ମାନେ କାଣା ଭାବିଛ ଆମର କାଣା ଇଜ୍ଜତ ନାଇଁ ନାଇଁ ଗଲା ଥର ଯାହା ହେଇଥିଲା ତାର ଇଜ୍ଜତ ମାନେ ଦୁଇ ଡବଲ ବଦଲା ନେମୁ ଆମେ ତାମ ସିରାଜ ସେ ଜିନିଷ ଭାବିକରି ବୋଧେ ଆଜି ଖେଳବାର୍ ଲାଗି ଉତରିଥିଲେ। ତ ଯେତେବେଳେ ଫାର୍ଷ୍ଟ ଡାଉନରେ ଆସିଲେ ଆମର ଆଡନ୍ ମାକ୍ରମ୍ ଆର୍ ଡିନ୍ ଏଲଗାର ତ ମାନେ ମାକ୍ରମ୍କେ ଗୋଟେ ମାନେ ପ୍ରେସର ଅଫ୍ ଷ୍ଟମ୍ପ ଆଉଟ୍ ସାଇଡ୍ ବଲ୍ରେ ଗୋଟେ ପ୍ରେସର ମାରିଲେ ସିରାଜ ତ ସେମାନେ ଜାନି ନାଇଁ ପାରିକରି ଖେଳିଦେଲେ ଟିକେ ମାନେ ଆଉଟ୍ ସାଇଡ୍ ଟଚ୍ ହେଲାକେ ଯାଇକରି ମାନେ ଆମ ୟଶସ୍ୱୀ ଜୟସ୍ୱାଲ ଗୋଟେ ବଢ଼ିଆ କ୍ୟାଚ୍ ଲପକିଲେ ଆର୍ କ୍ୟାଚ୍ ଲପକି କରି ଆଉଟ୍ କରିଦେଲେ ସେମାନକେ। ତାପରେ ଆଗ୍କେ ଆଉ ଥରେ ଡିନ୍ ଏଲଗାରକେ ମାନେ ବୋଲ୍ଡ କରିଦେଲେ ସିରାଜ ଏମିତି କରି କରି ସେମାନେ 6 ୱିକେଟ୍ ନେଲେ କାଲି ୱା ସେମାନଙ୍କ ଲାଗି ଗୋଟେ ବଡ଼ ତାଲି। ତାପରେ ସେଥିରେ ମଝିରେ ସେମାନଙ୍କ ସାମିଲ ହେଇଥିଲେ ବୁମରା ବି ମାନେ କାଲି ବହୁତ କିଛି ବଢ଼ିଆ ପ୍ରଦର୍ଶନ କରିଥିଲେ। ବୁମରା ବି ମାନେ କାଲି ମାନେ ବହୁତ ବଢ଼ିଆ ପ୍ରେସର ଆଟାକ୍ କରି ମାନେ ସେମାନକେ ଧୁଲ ଚଟେଇ ଦେଇଥିଲେ। ତାପରେ ସେ ଜାଗାରେ ପ୍ରସିଦ୍ଧ କ୍ରିଷ୍ଣା ବି ମାନେ ବେହେତି ଗଙ୍ଗାରେ ହାତ ଧୋଇ ଦେଇଥିଲେ ଇଟା ପୂର୍ବରୁ ତ ହେନ୍ତା କିଛି ନାଇଁ କରିଥାଇ ୱିକେଟ୍ ତ ନେଇ ପାରି ହେଲେ ମାନେ 10 ରନ୍ ଦେଇକରି 4 ଓଭରରେ ଗୋଟେ ମେଡେନ୍ କରି ଭଲ ସ୍ପେଲ୍ ଗୋଟେ ଖତମ କଲେ। ତାପରେ ମୁକେଶ ବି ସେ ମାନେ ଲାଷ୍ଟ ଟାଇମ୍ରେ ଆସିକରି ମାନେ 2 ଓଭରରେ 2 ୱିକେଟ୍ରେ 0 ରନ୍ ଦେଇକରି ସେମାନେ ମାନେ ଆମର ପଥକେ ଆଗକେ ବଢ଼ା ମାନେ ଏଥର ଗୋଟେ ମାନେ ବହୁତ ବଢ଼ିଆ ପ୍ରଦର୍ଶନ କରିଛନ୍ ଆମର ମାନେ 55 ରନ୍ ଭିତରେ ଅଲ୍ ଆଉଟ୍ କରିଦେଲେ ସବକେ ସେମାନଙ୍କର ମାନେ କିଏ ବି ମାନେ ସେମାନଙ୍କର ସାଉଥ ଆଫ୍ରିକା ଟିମ୍ ଭିତରୁ କିଏ ବି ମାନେ ଡବଲ ଡିଜିଟ୍କେ ନେଇ ପହଞ୍ଚେଇ ପାରି ଖାଲି ଡେଭିଡ୍ ବଗିଂହମ୍ ଭର୍ନିୟରକେ ଛାଡ଼ିଦେଲେ ଆଉ କିଏ ମାନେ ଡବଲ ଡିଜିଟ୍କେ ବି ନେଇ ପହଞ୍ଚି ପାରି ମାନେ ଦିନର ଫାର୍ଷ୍ଟରୁ ସେକେଣ୍ଡ ସେସନ୍ ଭିତରେ ଏମାନକେ ସବକେ ଅଲ୍ ଆଉଟ୍ କରିଦେଇକରି ଆମେ ବହୁତ ଖୁସିରେ ମାନେ ଲଞ୍ଚ କରବାକେ ଗଲୁ ଆମର ଇଣ୍ଡିଆ ବାଲେ ଭାବୁଥିଲୁ ବହୁତ କିଛି ମାନେ ଆଗ୍କେ ବହୁତ ବଢ଼ିଆ ହେବା ବୋଲି କହିଲେ ଆଗର କଥା ତ କିଏ ନାଇଁ ଭାବିଥାଇ। ତାପରେ ଆମର ଲଞ୍ଚ ପରେ ଆମର ବ୍ୟାଟିଂ ଆସିଲା ପରେ ମାନେ ଆମେ ଭାବୁଥିଲୁ ମାନେ ଆମକେ ତ 55 ରନ୍ ମିଳିଛେ 55 ରନ୍ରେ ଅଲ୍ ଆଉଟ୍ ହେଇଯାଇଛେ ଆମେ ଗୋଟେ ଭଲ
লিଡ୍ ବନେଇକରି ଭଲ୍ ଆଗ୍କେ ଯିମୁ। ମାନେ ଇ ମ୍ୟାଚ୍ ମାନେ ଆମର୍ ହାତର୍ ମ୍ୟାଚ୍ ଏକା ଥିଲା। ହାର୍ବା ମାନେ ଆମର୍ ହାତର୍ ଆମେ ଶୁଇ ଖେଲ୍ଲେ ବି ଆମେ ଜିତିଥିତା, ବୁଝ୍ଲ କି ନାଇଁ। ହେଲେ ଆମର୍ ଯେନ୍ ୟଙ୍ଗ୍ ପ୍ଲେୟର୍ ମାନେ ଅଛନ୍ ସେମାନେ ଯଦି ଚଲେ ଡ୍ୟାସ୍ ନେଇ କରିଥିତେ ବୋଇଲେ ନାଇଁ କେଁ ଆମର୍ ମଇ ନେଇ ହେଇଥିତା, ବୁଝ୍ଲ କି ନାଇଁ। ମାନେ ଏତେ ଭଲ୍ ପ୍ରଦର୍ଶନୀ ପରେ ଆମର୍ ବୋଲର୍ ମାନକର୍ ମାନେ ତାପରେ ବି ଆମର୍ ଯେନ୍ ୟଙ୍ଗ୍ ପ୍ଲେୟର୍ ମାନେ ରହିଲେ ସେମାନେ ଆସିକରି ଆସି ଯାଉଥନ୍ ଖାଲି। ମାନେ କାଣା ଖାଇବା କେନ୍ତା ଦେଇଥିଲେ ଆମର୍ ଲଞ୍ଚ୍ ବ୍ରେକ୍ରେ, କି ଭଲ୍ ଜିନିଷ୍ ଥିଲା ଖାଇବାକେ ନେଇ ପାଉଥେଇ, ଯେ ଯାହା ଅଲ୍ଗି ଥିଲା ତାହା ଯାଇକରି ଧାଇଁ ଯାଇକରି ଖାଇକରି ଆଇମୁ ବୋଲିକରି ସେନ୍ତା କିଛି ତାଙ୍କର୍ ମନେ ଭାବନା ଥିଲା। କାଣା କହିପାର୍ବ ଭାଇ କାର୍ କଥା, ବୁଝ୍ଲ କି ନାଇଁ। ଭାରତର ଇନିଂସ୍ ମାନେ ଇଣ୍ଡିଆରେ ଯେନ୍ ଇନିଂସ୍ ଖେଲାଗଲା ବେଟିଂ ଇନିଂସ୍ ସେ ଜାଗାରେ 2-3ଟା ହିରୋ ବାହାରିଲେ, ଲୁଙ୍ଗି ଇଙ୍ଗିଡ଼ି, ରାବାଡ଼ା ଆର୍ ଆମର୍ ନାନ୍ଦ୍ରେ ବର୍ଗର୍। ତ ଫାର୍ଷ୍ଟ ଷ୍ଟାର୍ଟ ହେଲା ରୋହିତ୍ ଶର୍ମା ଆଉ ୟଶସ୍ୱୀ ଜୟସ୍ୱାଲ୍ ଓପନିଂ କର୍ବାର୍ ଲାଗି ଆଇଲେ। ରୋହିତ୍ ଶର୍ମା କାଲି ବହୁତ୍ ବଢ଼ିଆ ମାନେ ତାକର୍ ଷ୍ଟ୍ରାଟେଜି ଦେଖାଲେ, ବହୁତ୍ ବଢ଼ିଆ ରନେ ବଲ୍ ଖେଲିକରି ମାନେ ବହୁତ୍ ଜଲ୍ଦି ଆଗ୍କେ ବଢ଼ଉଥିଲେ, ଠିକ୍ ଅଛେ। ତ ସେ ଭିତରେ ମାନେ ଫାର୍ଷ୍ଟ ମାନେ ଗୁଟେ ଜାନି ନାଇଁ ପାରି ପ୍ରେସର୍ ଗୁଟେ ଆସୁ ଆମର୍ ୟଶସ୍ୱୀ ଜୟସ୍ୱାଲ୍ ଏନ୍ତା ଷ୍ଟୁକ୍ କରୁ ମାନେ ତାଙ୍କ ଷ୍ଟମ୍ପରେ ବାଜିଗଲା, ଆଉଟ୍ ହେଇଗଲେ। ରାବାଡ଼ାର ଗୁଟେ ପ୍ରେସର୍ ବଲ୍ରେ ମାନେ ଅଫ୍ ଷ୍ଟମ୍ପ ଇନ୍ ସୁଇଙ୍ଗ୍ ବଲ୍ରେ। ତାପରେ ଆଗ୍କେ ଯାଇକରି ମାନେ ରୋହିତ୍ ଶର୍ମା ଭଲ୍ ମାନେ 50 ବଲ୍ରେ ଗୁଟେ 39 ରନ୍ର ପାରି ଖେଲ୍ଲେ। ସେମାନଙ୍କର୍ ବଦଲତ୍ ସେମାନେ ଆର୍ ଆମର୍ ବିରାଟ୍ କୋହଲିର ବଦଲତ୍ ଆଜି ଆମେ ମାନେ 153 ରନ୍ର ସେକେଣ୍ଡ ଇନିଂସରେ ଲିଡ୍ ବନେଇ ପାର୍ଲା, ନାଇଁ ତ କିଛି ନାଇଁ ବନେଇ ପାରିଥିତା। ତାପରେ ଗିଲ୍କେ ଯେନ୍ ଦିଲ୍ ଦେଇଥିଲା ଇଥର ବି ସେମାନେ ଦିଲ୍ ଭାଙ୍ଗିଚନ୍, ବୁଝ୍ଲ କି ନାଇଁ। ମାନେ ସେମାନେ ବି ବେଶୀ କିଛି ନେଇ କରି ଭଲ୍ ଷ୍ଟାର୍ଟିଂ ଗୁଟେ ମିଲ୍ଲା ପରେ ବି ମାନେ ସେମାନେ ଗୁଟେ ମାନେ ଭଲ୍ ବଲ୍ରେ ଗୁଟେ ମାନେ ଦେଖେଇକରି ଆଉଟ୍ ହେଇଯାଇଚନ୍। ମାନେ ନାନ୍ଦ୍ରେ ବର୍ଗର୍ ଭଲ୍ 2-3ଟା ୱିକେଟ୍ ନେଇଚନ୍, ଯେନ୍ଟାକି ରୋହିତ୍ ଶର୍ମା, ଶୁଭ୍ମନ୍ ଗିଲ୍, ଶ୍ରେୟସ୍ ଅୟ୍ୟର୍ ମାନେ ଭଲ୍ 3ଟା ୱିକେଟ୍ ସେମାନେ ବି ଚଟ୍କେଇ ଦେଇଚନ୍। ତାପରେ ମାନେ ରୋହିତ୍ ଶର୍ମା ଗଲା ପରେ ପରେ ଆସ୍ଲେ ଆମର୍ ବିରାଟ୍ ଦାଦା ସାଙ୍ଗେ ମିଶିକରି ଶୁଭ୍ମନ୍ ଗିଲ୍ ଗୁଟେ ଭଲ୍ ପାର୍ଟନରସିପ୍ ବନାଲେ। ଗୁଟେ 50 ରନ୍ର ପାର୍ଟନରସିପ୍ ବନ୍ଲା, 50 ରନ୍ର ପାର୍ଟନରସିପ୍ ବନ୍ଲା। ତାପରେ ଶୁଭ୍ମନ୍ ଗିଲ୍ ଆଉଟ୍ ହେଇଗଲା ପରେ ଶ୍ରେୟସ୍ ଅୟ୍ୟର୍ ଆଇଲେ। ଶ୍ରେୟସ୍ ଅୟ୍ୟର୍ ବି 2 ବଲ୍ରେ ଆଉଟ୍ ହେଇଗଲେ, ସେମାନେ ବି କିଛି ନାଇଁ କରିପାରି। ମାନେ ଇ ଟେଷ୍ଟରେ ତ କେନ୍ ବି ମାନେ ୟଙ୍ଗଷ୍ଟାର୍ କିଛି ନାଇଁ କରିପାର୍ବା। ମାନେ ଗଲା ଥରର ମ୍ୟାଚ୍ର ଯେନ୍ ହିରୋ ସେମାନେ ଆସ୍ଲେ ଏଇଥର କେଏଲ୍ ରାହୁଲ୍, ସେମାନେ ଗୁଟେ ମାନେ ଭଲ୍ ପ୍ରଦର୍ଶନୀ ଦେଖିକରି ଭଲ୍ ଡକ୍ କରି ଖେଲୁଥିଲେ। ତାପରେ ହେଇଗଲା ଆମର୍ ଲଞ୍ଚ୍ ଟାଇମ୍, ତ ଲଞ୍ଚ୍ ଖାଇବାର୍ ଲାଗି ଭାଇ ତାପରେ ଯେନ୍ ଲଞ୍ଚ୍ କରି ଆସ୍ଲା ପରେ ଯେନ୍ ଆମର୍ ପରିସ୍ଥିତି ହେଇଛେ, ବୁଝ୍ଲ କି ନାଇଁ। ତ ସେମାନଙ୍କର୍ ବଲର୍ ବି ଦେଖେଇ ଦେଇଚନ୍ ଯେ ଆମର୍ନେ ବି କାଣା ଦମ୍ଖମ୍ ଅଛେ, କାଣା ଅଛେ ଆମର୍ନେ, ବୁଝ୍ଲ କି ନାଇଁ। ସବୁ ଦେଖେଇ ଦେଇଚନ୍। ତାପରେ ଆମେ 12, 13, 14 ବଲ୍ରେ ଆମେ ପୁରା ମାନେ ସବ୍କେ ଉଡ଼େଇ ଦେଇଚନ୍। କିଛି ବି ନାଇଁ ମାନେ 153ରେ 4 ୱିକେଟ୍ ଯାଇଥିଲା ଲଞ୍ଚ୍ ଟାଇମ୍ରେ। ତାପରେ ଆରୁ ମାନେ ଆଉ କିଛି ଟାଇମ୍ 10-11 ମିନିଟ୍ ଭିତ୍ରେ ପୁରା ଇଣ୍ଡିଆ ଟିମ୍କେ ଶୁଏଇ ଦେଇଚନ୍। ପୁରା ଇଣ୍ଡିଆ ଟିମ୍କେ ପ୍ୟାଭିଲିୟନ୍କେ ପଠେଇଦେଲେ। ଖାଲି ଆସୁଥନ୍ ଯଉଥନ୍। ସେଆଡ଼େ ଆର୍ ଗୁଟେ ଏଣ୍ଡରେ ବିରାଟ୍ କୋହଲି ବସିକରି ମାନେ ଠିଆ ହେଇଗଲେ ଖାଲି ଦେଖୁଥା ଏଇଟା କାଣା ଚାଲିଛେ ଭାଇ। ମତେ ଚାନ୍ସ ଦେଲେ ହେଲେ ତ କିଛି ଆଗ୍କେ ବଢ଼ାମି, କେତେ ହେଲେ କାଣା କର୍ବା, ବୁଝ୍ଲ କି ନାଇଁ। କେତେ ହେଲେ କାଣା କର୍ବା ଆମର୍ ବିରାଟ୍ କୋହଲି। ତାର୍ ଉପରେ ସବୁବେଲେ ମାନେ ପ୍ରେସର୍ ଦିଆ ହଉଛେ। ଯଦି ହାରିଗଲେ ଟିମ୍ ବି ତାପରେ ବିରାଟ୍ କୋହଲିକେ କୁହାଯିବା ଯେ ଭାଇ ତମର୍ ଲାଗି ହାର୍ଲେ, ତମେ କିଛି ନାଇଁ କରିପାର। ବାକି ଯେନ୍ ୟଙ୍ଗଷ୍ଟାର୍ ବୋଲିକରି ତମେ ଏତେ ଚାନ୍ସ ଦଉଛ, ମାନେ କାଣା ଉଛଲେଇ ଦେଲେ। କାଲି ଯଦି ରୋହିତ୍ ଶର୍ମା, ଶୁଭ୍ମନ୍ ଗିଲ୍ ଆର୍ ଆମର୍ ବିରାଟ୍ କୋହଲିକେ ଛାଡ଼ିଦେଲେ ବୋଲେ ଆର୍ କିଏ ସିଙ୍ଗଲ୍ ଡିଜିଟ୍ ରନ୍ ବି ନାଇଁ ବନାବା। ସବୁ 0-0 ଆସି କରି ଯାଇଛନ୍। ୟଶସ୍ୱୀ ଜୟସ୍ୱାଲ୍ 7 ବଲ୍ରେ 0 ରନ୍, ଶ୍ରେୟସ୍ ଅୟ୍ୟର୍ 2 ବଲ୍ରେ 0 ରନ୍, ରବୀନ୍ଦ୍ର ଜାଡେଜା 2 ବଲ୍ରେ 0 ରନ୍, ବୁମ୍ରା 2 ବଲ୍ରେ 0 ରନ୍। ଏଇଟା ତ ଛାଡ଼ ବୋଲର୍ ମାନେ ହେଇଗଲେ, ସ୍ପେଶାଲି ବୋଲର୍ ମାନେ ଏମାନଙ୍କର ଉପରେ ଆମେ ଏନ୍ତା କିଛି ଆରୋପ ନାଇଁ ଲଗେଇ ପାରୁ। ବାକି ଯେନ୍ ବ୍ୟାଟ୍ସମ୍ୟାନ୍ ମାନେ ରହିଲେ, ତମେ କାଏଁଥିଲାଗି ଖେଲୁଛ, କାଏଁଥିଲାଗି ରେ औକାତ୍ ନାଇଁ ତ ଖେଲୁଛ କାଏଁଥିଲାଗି ତମେ। ଖାଲି ମାନେ ଷ୍ଟାଇଲ୍ ମାରିକରି ବୁଲ୍ବାର୍ଟା ତମ୍କେ। ଇଣ୍ଡିଆ ଲାଗି ଖେଲୁଛ ବୋଲେ ତମର୍ ଲାଗି ଆମେମାନେ କେତେ ଆଶାରେ ଏନ୍ତା ବସିକରି ଦେଖୁଛୁଁ। କାଲି ସକାଲୁ 6 ବଜାନୁ ଉଠୁଛୁଁ ଆମେ। 6 ବଜାନୁ ଉଠିଛୁଁ ଇଣ୍ଡିଆର ମ୍ୟାଚ୍ ହେବା ବୋଲିକରି। ନାଇଁ ବି ଉଠିଥିତ ଆମର୍ ବିରାଟ୍ ଦାଦା ଖେଲୁଛନ୍ ବୋଲିକରି ଉଠ୍ଲୁ। ତମର୍ ମାନକର୍ ଭରସାରେ ତ ଏନ୍ତା କିଛି ନାଇଁ ରହି ହୁଏ ଆର୍ କେବେ। ତମେ ମାନେ ହେ ଭରସାର ଯୋଗ୍ୟ ବି ନାଇଁ ସେ, ଯେ କି ତମର୍ ମନର୍ ଭରସାରେ ରୁଆଯିବା ହେଲା। ତ ଏନ୍ତା ଚାଲିଥିଲା ମ୍ୟାଚ୍। ଚାଲ୍ଲା ପରେ ମାନେ କେଏଲ୍ ଆଉଟ୍ ହେଲେ। ତାପରେ ମାନେ ରବୀନ୍ଦ୍ର ଜାଡେଜା ବି ଆଉଟ୍ ହେଲେ, ବୁମ୍ରା ବି ଆଉଟ୍ ହେଲେ। ବୁମ୍ରା ଆଉଟ୍ ହେଲା ପରେ ଯେତେବେଲେ ପ୍ରେସର୍ ଆସ୍ବା ନା, ଗୁଟେ ଭଲ୍ ବ୍ୟାଟ୍ସମ୍ୟାନ୍ ଗୁଟେ ମାନେ ରନ୍ ସ୍କୋର୍ କର୍ବାର୍ ଲାଗି ତ ଚାହେଁବା। ମାନେ
ଆର୍ ତ ତାପରେ ଯେନ୍ ବୋଲର୍ ମାନେ ଅଛନ୍ ସେମାନଙ୍କର ଉପରେ ତ କିଛି ଭରସା ନାଇଁ ନା ସେମାନେ କିଛି ଭଲ୍ କରବେ ବୋଲିକରି। ତ ପ୍ରେସର୍ର ସାଙ୍ଗେ ଭଲ୍ ସଟ୍ ଖେଲୁ ଖେଲୁ ଆମର ବିରାଟ କୋହଲି ବି ଆଉଟ୍ ହେଇଗଲେ। ଏନ୍ତା ଆମର ପାରି ସିମଟି ଗଲା। ତାପରେ ଆଉ ଗୋଟେ ଲାଷ୍ଟ ସେସନ୍ ଥିଲା। ଲାଷ୍ଟ ସେସନ୍ରେ ମାନେ ଆଉ ଥରେ ଥାର୍ଡ଼ ଇନିଂସ୍ ମାନେ ଖାଲି ଗୋଟେ ଦିନ ଭିତରେ ମାନେ ଫାର୍ଷ୍ଟ ଡେରେ 23 ୱିକେଟ୍ ଯାଇଛି। ଟୋଟାଲ୍ 23 ୱିକେଟ୍ ଯାଇଛି। ମାନେ କାଲି ଭାବ ତମ ବୋଲର୍ ମାନଙ୍କର କେନ୍ ପ୍ରକାର ଦବଦବା ରହିଥିବା। କାଲି ଡେ ଥିଲା ଗୋଟେ ବୋଲର୍ ଡେ, ମାନେ ବ୍ୟାଟ୍ସମ୍ୟାନ୍ ମାନେ କିଛି ନେଇ କରିପାରି। ତାପରେ ଆର୍ ଥର ସାଉଥ୍ ଆଫ୍ରିକାକେ ମାନେ ଦିଆଗଲା କି ମାନେ ଆସ ତମେ ବ୍ୟାଟିଂ କରବ ବୋଲିକରି। ତ ଫାର୍ଷ୍ଟ ରାଉଣ୍ଡ ଆଇଲେ ଆଡନ୍ ମାକ୍ରମ୍ ଆର୍ ଡ୍ୟାନ୍ ଏଲ୍ଗାର୍। ଡ୍ୟାନ୍ ଏଲ୍ଗାର୍ର ଇଟା ମାନେ ଲାଷ୍ଟ ମ୍ୟାଚ୍ ଥିଲା, ସେମାନେ ଏଇ ମ୍ୟାଚ୍ ପରେ ରିଟାୟାରମେଣ୍ଟ ନଉଛନ୍। ତ ମାନେ ଆଡନ୍ ମାକ୍ରମ୍ ତ ଏବେ ପତେକ ଆଉଟ୍ ନାଇଁ ହେବାର ତାଲି ଭଲ୍ ଗୋଟେ ପାରି ଖେଳିଛନ୍, 51 ବଲ୍ରେ 36 ରନ୍ ପିଟିଛନ୍। ତାର ଡ୍ୟାନ୍ ଏଲ୍ଗାର୍ ଗୋଟେ ମାନେ ଡ୍ୟାନ୍ ଏଲ୍ଗାର୍ ଆମର ମୁକେଶ କୁମାରର ଗୋଟେ ବଲ୍ରେ ଆଉଟ୍ ହେଇଗଲେ। କୋହଲି ଆମର ମାନେ ଅନ୍ ସାଇଡ଼୍ ଫିଲ୍ଡରେ କ୍ୟାଚ୍ କଲେ, ସେମାନଙ୍କୁ ଆଉଟ୍ ହେଇଗଲେ। ତାପରେ ଟୋନି ଡିଓଜା ବି ଆଉଟ୍ ହେଇଗଲେ 7 ବଲ୍ରେ 1 ରନ୍ କରି ମୁକେଶ କୁମାରର ବଲ୍ରେ। ତାପରେ ଟିସାନ୍ ଷ୍ଟପ୍ ବି ଆମର ବୁମରାର ବଲ୍ରେ ଆଉଟ୍ ହେଇଛନ୍। ତାପରେ ଏବେ ଆମର ବ୍ୟାଟିଂରେ ଅଛନ୍ ଆଡନ୍ ମାକ୍ରମ୍ ଆଉ ଡେଭିନ୍ ବକିଂହମ୍। ଇ ଟାଇମ୍ ସେ ଦୁଇ ଲୋକ ଥିଲା ବେଲକେ ଲାଷ୍ଟ ସେସନ୍ରେ ଡେ ଷ୍ଟମ୍ପ ହେଇଗଲା। ତବେ ଆମେ କାଲ୍କେ ଦେଖ୍ମା କାଣା ହଉଛି କାଣା ନାଇଁ, ମାନେ ଆଶା ତ ଭଲ୍ କିଛି ହେବା ବୋଲିକରି। ମାନେ ଫାର୍ଷ୍ଟ ଯେନ୍ ଇନିଂସ୍ ଥିଲା ସେତେବେଲେ ଆମର ଭଲ୍ ମାନେ ପୁରୁଣା ଭଲ୍ ପେସର୍ ମନ୍କେ ସିରାଜ ବୁମରା ଏମାନକେ ଚାନ୍ସ ଦିଆଗଲା। ସେକେଣ୍ଡ ଇନିଂସରେ ଏବେ ମାନେ ମୁକେଶ କୁମାର ମନ୍କେ ବି ଚାନ୍ସ ଦିଆହେଉଛି। ଦେଖୁନ୍ ଏମାନେ କିଛି ଭଲ୍ ପ୍ରଦର୍ଶନ କରି ଦେଖନ୍। ତ ଏଇଟା ଥିଲା ଆମର କାଲି ଫାର୍ଷ୍ଟ ଡେର ଟେଷ୍ଟର ଆନାଲିସିସ୍। ଆପଣମାନଙ୍କୁ ଭଲ୍ ଲାଗିଥିବା ମୋର ମାନେ ଆଶା ଆଉ ବିଶ୍ୱାସ। ମାନେ କିଛି ମାନେ ଜିନିଷ ଛାଡ଼ି ଯାଉଛେ ପ୍ରଥମ କରୁଛେ, ତ ମାନେ ଟିକେ ସାଥ୍ ଦିଅନ୍। ସାଥ୍ ଦେଲେ ଆଗ୍କେ ଯାଇକରି ଭଲ୍ କିଛି କର୍ମା। ତ ଏତ୍କି କହି ଆମର ଭିଡ଼ିଓକେ ଏଣ୍ଡ କର୍ମା। ତ ଜୟ ସମଲେଇ ସମ୍ବଲପୁରିଆ ତମକେ ମନ୍କେ ଧନ୍ୟବାଦ ଦଉଛେ। ତ ଭିଡ଼ିଓକେ ସବସ୍କ୍ରାଇବ୍ କରନ୍ ଆଉ ଆଗ୍କେ ବଢ଼ନ୍। थैंक यू।